ମାତା ସୀତା କାହିଁକି ଦେଇଥିଲେ ଅଗ୍ନି ପରୀକ୍ଷା? କଣ ମାତା ସୀତା ସତରେ ଅସତୀ ଥିଲେ? ଭଗବାନ ରାମଚନ୍ଦ୍ର ଯେ କି ମର୍ଯ୍ୟାଦା ପୁରୁଷୋତ୍ତମ, ସେ ସୀତାଙ୍କୁ କଣ ସନ୍ଦେହ କରିଥିଲେ କି? କଣ ରହିଥିଲା ଏହାର ଗୁପ୍ତ ରହସ୍ୟ? ଭଗବାନ ରାମଚନ୍ଦ୍ର ମାତା ସୀତାକୁ ଦୁଇ ଥର ଅଗ୍ନି ପରୀକ୍ଷା କରିଥିଲେ କାହିଁକି? ସେ ସମାଜକୁ କଣ ପ୍ରେରଣା ଦେବା ପାଇଁ ଚାହୁଁଥିଲେ? ତ ଦର୍ଶକ ବନ୍ଧୁ, ମୁଁ ପବିତ୍ର ସ୍ୱାଗତ କରୁଛି ଆଜିର ନୂଆ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟରେ ଜୟ ଶ୍ରୀରାମ ଲେଖିଦିଅନ୍ତୁ ଏବଂ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବା ପାଇଁ ଆପଣମାନଙ୍କୁ ଅନୁରୋଧ। ନଚେତ୍ ଆପଣମାନେ କିଛି ଭିଡ଼ିଓର ଅନ୍ତ ବିଷୟରେ ଜାଣିପାରିବେ ନାହିଁ। ତ ଦର୍ଶକ ବନ୍ଧୁ, ଆଉ ଡେରି ନ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ପତ୍ନୀ ହେଲେ ମାତା ଲକ୍ଷ୍ମୀ ବା ସୀତା। ଭଗବାନ ରାମଚନ୍ଦ୍ର ଯେତେବେଳେ ପିତୃସତ୍ୟ ପାଳନ କରିବା ପାଇଁ ବନବାସ ଯାଇଥିଲେ, ସେ ଲକ୍ଷ୍ମଣ ସମେତ ତାଙ୍କର ଧର୍ମପତ୍ନୀକୁ ମଧ୍ୟ ସଙ୍ଗରେ ନେଇକି ଯାଇଥିଲେ। ସେ ଜଙ୍ଗଲ ମଧ୍ୟରୁ ପାପିଷ୍ଠ ରାବଣ ଆସି ମାୟା ରଚନା କରି ମାତା ସୀତାଙ୍କୁ ହରଣ କରି ନେଇଯାଇଥିଲା ଏବଂ ଭଗବାନ ରାମ ଏବଂ ଲକ୍ଷ୍ମଣ ଅନେକ ଖୋଜି ଖୋଜି ଶେଷରେ ଯାଇ ସୁଗ୍ରୀବ ରାଜାଙ୍କ ନିକଟରେ ପ୍ରବେଶ ହୋଇଥିଲେ ଏବଂ ସୁଗ୍ରୀବ ତାଙ୍କର ସମସ୍ତ ସେନା ସମେତ ଯାଇ ଲଙ୍କା ଉପରେ ଆକ୍ରମଣ କରିଥିଲେ ଏବଂ ରାବଣର ସମଗ୍ର ବଂଶକୁ ନାଶ କରିବା ପରେ ଶେଷରେ ସେ ମହାବଳୀ ତ୍ରିକାଳଦର୍ଶୀ ରାବଣକୁ ବଧ କରିଥିଲେ। କାରଣ ରାବଣ 56 ଗଣ୍ଡା ଯୁଗକୁ ବର ମାଗିଥିଲା, କିନ୍ତୁ ତାର ଏତେ ପାପର ଭାର ବଢ଼ି ଯାଇଥିଲା ଯେ ସେ ଅଧା ଦିନରେ ହିଁ ପ୍ରାଣ ତ୍ୟାଗ କଲା। ତ ଦର୍ଶକ ବନ୍ଧୁ, ଯେତେବେଳେ ଭଗବାନ ରାମଚନ୍ଦ୍ର ରାବଣକୁ ବଧ କଲେ ଏବଂ ବିଭୀଷଣକୁ ଲଙ୍କାର ରାଜା କଲେ, ସେତେବେଳେ ବିଭୀଷଣର ପରମ କର୍ତ୍ତବ୍ୟ ଥିଲା ଯେ ସେ ମାତା ସୀତାଙ୍କୁ ଉଦ୍ଧାର କରି ଆଣି ଭଗବାନଙ୍କ ନିକଟରେ ଅର୍ପଣ କରିବ। ତ ବିଭୀଷଣ ତା କର୍ତ୍ତବ୍ୟ ଅନୁସାରେ ସିଏ ମାତା ସୀତାଙ୍କୁ ଉଦ୍ଧାର କରି ରାମଙ୍କ ନିକଟକୁ ଆଣି ପହଞ୍ଚେଇଲା। କିନ୍ତୁ ଭଗବାନ ରାମଚନ୍ଦ୍ର ସେତେବେଳେ କହିଥିଲେ ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବା ପାଇଁ। ସେ ତାଙ୍କର ଏହି କଥାରେ ବୀର ଲକ୍ଷ୍ମଣ ପ୍ରଚଣ୍ଡ ରୂପରେ ରାଗି ଯାଇଥିଲେ। ସେ ଯୁକ୍ତି କରିଥିଲେ ରାମଙ୍କ ସହିତ ଯେ ପ୍ରଭୁ, ଆପଣ କଣ ମାତା ସୀତାଙ୍କ ଭଳି ପ୍ରତିବ୍ରତାକୁ ଅଗ୍ନି ପରୀକ୍ଷା ଦେବା ପାଇଁ କହୁଛନ୍ତି? ପ୍ରକୃତରେ ଆପଣ କଣ ମାତା ସୀତାଙ୍କୁ ଚିହ୍ନି ନାହାନ୍ତି? ଖାଲି ଲକ୍ଷ୍ମଣ ନୁହେଁ, ସମଗ୍ର ବାନର ସେନା ସୁଗ୍ରୀବ, ଜାମ୍ବବ, ହନୁମାନ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଭାବିଥିଲେ ଯେ ଭଗବାନ ଭଳି ଲୋକ ମାତା ସୀତାକୁ ସନ୍ଦେହ କରିଥାନ୍ତି କାହିଁକି? ତ ଭଗବାନ ରାମଚନ୍ଦ୍ର ମାତା ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବା ପାଇଁ ଦୁଇଟା କାରଣ ଅଛି। ପ୍ରଥମ କାରଣଟି ହେଲା ଭଗବାନ ରାମଚନ୍ଦ୍ରଙ୍କୁ କେହି କାଳେ ନ କୁହନ୍ତୁ, ସେଥିପାଇଁ ସେ ମାତା ସୀତାଙ୍କୁ ଲୋକଲଜ୍ଜା ନିମନ୍ତେ ଅଗ୍ନି ପରୀକ୍ଷା ଦେବା ପାଇଁ କହିଥିଲେ। ଆପଣମାନେ ଶୁଣିଥିବେ ଯେ ରାମାୟଣ ଶେଷରେ ମଧ୍ୟ ରଜକି କଳି ଶୁଣି ଭଗବାନ ରାମଚନ୍ଦ୍ର ମାତା ସୀତାଙ୍କୁ ଜଙ୍ଗଲକୁ ପଠାଇ ଦେଇଥିଲେ। ଇଏ ଥିଲା ପ୍ରଥମ କାରଣ। ତେଣୁ ସେହି କାରଣ ଯୋଗୁଁ ମାତା ସୀତାଙ୍କୁ ସେ ଅଗ୍ନି ପରୀକ୍ଷା ଦେବାକୁ କହିଥିଲେ। କିନ୍ତୁ ସେଇଠି ଯେତେବେଳେ ହନୁମାନ ଏବଂ ଭଗବାନ ରାମଚନ୍ଦ୍ରଙ୍କର ଯୁକ୍ତିଯୁକ୍ତ ହେଲା, ଲକ୍ଷ୍ମଣ କହିଲେ, ଭାଇ, ମୁଁ ଯଦି ବଡ଼ ଭାଇ ହେଇଥାନ୍ତି, ମୁଁ କେବେ ବି ଏହି କାମ କରିବା ପାଇଁ ତୁମକୁ ଆଦେଶ ଦେଇନଥାନ୍ତି। ତୁମେ କେବେ ବି ମାତା ସୀତାଙ୍କୁ ଏହିଭଳି ଅଗ୍ନି ପରୀକ୍ଷା ଦେବା ପାଇଁ କହିପାରିନଥାନ୍ତ। ସେହିଠାରେ ଉପସ୍ଥିତ ଥିବା ସମସ୍ତ ବାନର ସେନା ସହିତ ସୁଗ୍ରୀବ, ବିଭୀଷଣ ହେରିକା ମଧ୍ୟ କିଛି କ୍ଷଣ ପାଇଁ ଚକିତ ହୋଇଯାଇଥିଲେ ଯେ ଇଏ ପ୍ରକୃତରେ ଭଗବାନ ଶ୍ରୀରାମ କି ନାହିଁ। ଯଦି ଏ ସତରେ ଭଗବାନ ଶ୍ରୀରାମ ହୋଇଥାନ୍ତେ, ତାହେଲେ ଏ ମାତା ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବା ପାଇଁ କେବେ ବି କହିନଥାନ୍ତେ। ତ ତାଙ୍କ ମନରେ ମଧ୍ୟ ସନ୍ଦେହ ହୋଇଯାଇଥିଲା। ସେହି ସମୟରେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ଡାକି ତାକୁ କୋଳେଇ କହିଲେ, ରେ ଭାଇ,
ତୁ ଏତେ ରାଗୁଛୁ କାହିଁକି? ସୀତା ଅଗ୍ନି ପରୀକ୍ଷା ଦେବା ପଛରେ ଏକ ମୁଖ୍ୟ କାରଣ ଅଛି। ସେତେବେଳେ ଲକ୍ଷ୍ମଣ ପଚାରିଲେ କୋଉ କାରଣ? ସେତେବେଳେ ଭଗବାନ ରାମଚନ୍ଦ୍ର କହିଲେ, ଆମେ ଯେତେବେଳେ ଜଙ୍ଗଲ ମଧ୍ୟରେ କୁଟୀରରେ ରହୁଥିଲେ, ତୁ ଆମ ଆହାର ନିମନ୍ତେ ଜଙ୍ଗଲକୁ ଫଳ ଆଣିବା ପାଇଁ ଯାଇଥିଲେ। ତ ସେତେବେଳେ ମୁଁ ଜାଣିଥିଲି ଯେ ମାତା ସୀତାଙ୍କୁ ଏଇଭଳି ରାବଣ ଚୋରି କରିବ। ତେଣୁ ମୁଁ ଅଗ୍ନିଦେବଙ୍କୁ ଡାକି ମାତା ସୀତାଙ୍କୁ ଅର୍ପଣ କରିଦେଇଥିଲି। କାରଣ ମୁଁ ସେଇ ସତୀ ସୀତାଙ୍କୁ ରାବଣକୁ କେବେ ବି ସୁଦ୍ଧା ଦେଇନଥାନ୍ତି। ତେଣୁ ମାୟା ସୀତାଙ୍କୁ ମୁଁ ଆଣି ମୋ ସଙ୍ଗରେ ଜଙ୍ଗଲରେ ବୁଲୁଥିଲି। ତ ସେଇ ମାୟା ସୀତାଙ୍କୁ ହିଁ ରାବଣ ଚୋରି କରି ଆଣିଥିଲା। ତୋର ପ୍ରକୃତ ସୀତାମାତା ଅଗ୍ନିଦେବଙ୍କ ପାଖରେ ଅଛନ୍ତି। ତ ଅଗ୍ନିଦେବଙ୍କୁ ସେନୁ ତାଙ୍କଠାରୁ ପ୍ରକୃତ ସୀତାମାତାଙ୍କୁ ଆଣିବାକୁ ପଡ଼ିବ। ତ ଏହି କଥା ଯେତେବେଳେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ବୁଝେଇ କହିଲେ, ଲକ୍ଷ୍ମଣ ସବୁ କିଛି ବୁଝିଗଲେ ଏବଂ ସଙ୍ଗେ ସଙ୍ଗେ ଅଗ୍ନିରେ ନିଆଁ ଲଗେଇ ମାତା ସୀତାଙ୍କୁ ଅଗ୍ନି ପରୀକ୍ଷା କରାଗଲା ଏବଂ ଅଗ୍ନିଦେବ ମାତାଙ୍କୁ ପୁନର୍ବାର ପୃଥିବୀ ଲୋକକୁ ଛାଡ଼ିଲେ ଏବଂ ସେହିଠାରୁ ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ, ସୁଗ୍ରୀବ, ବିଭୀଷଣ ଏବଂ ହନୁମାନ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭାବିଥିଲେ ଯେ ମାତା ସୀତା ଆଉ ଯେହେତୁ ରାବଣ ତାଙ୍କୁ ଛୁଇଁ ଦେଇଛି, ସେ କେବେ ବି ଜୀବିତ ବାହାରି ପାରିବେ ନାହିଁ। କିନ୍ତୁ ମାତା ସୀତା ହିଁ ପ୍ରତିବ୍ରତା, ସେ ଏକ ପ୍ରତିବ୍ରତ ପାଳନ କରୁଥିଲେ। ତେଣୁ ତାଙ୍କର ବା କେଉଁ ଅଗ୍ନି କ'ଣ କରିବ? ସେ ତ ନିଜେ ଜଣେ ଅଗ୍ନି। ତେଣୁ ମାତା ସୀତା ଯେତେବେଳେ ବାହାରି ପଡ଼ିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏହି କଥା ମଧ୍ୟ ସମସ୍ତଙ୍କୁ ଭଗବାନ ରାମଚନ୍ଦ୍ର ବୁଝେଇ କହିଲେ। ତେଣୁ ତଥାପି ମଧ୍ୟ ସୌଭାଗ୍ୟ ଯେ ଶେଷରେ ଭଗବାନ ରାମଚନ୍ଦ୍ର ସମସ୍ତ ବାନର ସେନାକୁ ନେଇ ଅଯୋଧ୍ୟା ଫେରିଲେ ଏବଂ ସେ ସୌଭାଗ୍ୟବଶତଃ ଶେଷରେ ସେ ରଜକୀ କଳି ଶୁଣି ଭଗବାନ ରାମଚନ୍ଦ୍ର ମାତା ସୀତାଙ୍କୁ ଏକ ଅସତୀ ବୋଲି କହି ତାଙ୍କୁ ଜଙ୍ଗଲକୁ ପଠାଇ ଦେଇଥିଲେ। ଏକଥା ମଧ୍ୟ ଆପଣମାନେ ସମସ୍ତେ ଜାଣିଛନ୍ତି। କିନ୍ତୁ ଫଳରେ ପରେ ଯାଇ ମାତାଙ୍କୁ ସୀତାଙ୍କୁ ଆଣି ସେ ଯେଉଁ ଯଜ୍ଞ କରୁଥିଲେ, ଅଶ୍ୱମେଧ ଯଜ୍ଞ, ସେଠି ଡକେଇଥିଲେ ଏବଂ ସେଠାରେ ସୀତା ମାତାଙ୍କୁ ଗ୍ରହଣ କରିବା ପାଇଁ ହେଲେ ମାତା ସୀତାଙ୍କୁ ପୁନର୍ବାର ଅଗ୍ନି ପରୀକ୍ଷା ଦେବା ପାଇଁ କହିଥିଲେ। ସେତେବେଳେ ମାତା ସୀତା ରାଗି ଯାଇଥିଲେ, କହିଲେ କ'ଣ ମୁଁ ବାରମ୍ବାର ଅଗ୍ନି ପରୀକ୍ଷା ଦେବି? ତେଣୁ ସେ ତାଙ୍କର ମାଟି ବସୁଧା ମାଟିକୁ ସେ କହିଥିଲେ, ମା ତୁମେ ଦିଫାଳ ହେଇଯାଅ, ମୁଁ ତମ ଭିତରେ ପଶିଯିବି। କାରଣ ମାତା ସୀତା ପାତାଳଗାମୀ ହେବା ପାଇଁ ଏହାର ଏକ ମୁଖ୍ୟ ରହସ୍ୟ ଅଛି। ଜାଣିବା ପାଇଁ ଚାହୁଁଥିଲେ ମୋତେ କମେଣ୍ଟ ବକ୍ସରେ କରନ୍ତୁ। ମାତା ସୀତା କାହିଁକି ପାତାଳଗାମୀ ହୋଇଥିଲେ ତାହାର ମଧ୍ୟ ଏକ ସୁନ୍ଦର କଥା ଅଛି। ତାହାର ମଧ୍ୟ ଏକ ସ୍ୱତନ୍ତ୍ର ବର୍ଣ୍ଣନା ଆପଣଙ୍କ ନିକଟରେ ମୁଁ କରିବି। ତ ଦର୍ଶକ ବନ୍ଧୁ, ମାତା ସୀତା ସେହିଠାରେ ପାତାଳଗାମୀ ହେଲେ ଏବଂ ଭଗବାନ ରାମଚନ୍ଦ୍ର ଯାଇ ସରଜୀ ନଦୀରେ ଧାସ ଦେଇଥିଲେ, ଆପଣମାନେ ଜାଣିଥିବେ। ତ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଏତିକି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟରେ ଲେଖିଦିଅନ୍ତୁ ଜୟ ଶ୍ରୀରାମ। ତ ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛି ନମସ୍କାର। ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ।